ଯେଉଁ ବ୍ୟକ୍ତି ବୁଦ୍ଧିକୁ ଛାଡ଼ି ଭାବନାରେ ବହିଯାଏ ତାକୁ ଯେ କେହି ବି ମୂର୍ଖ ବନେଇ ଦେଇଥାଏ। ନିଦ ଆଉ ନିନ୍ଦା ଉପରେ ଯେଉଁ ବ୍ୟକ୍ତି ବିଜୟ ପାଇଯାଏ ତାକୁ ଆଗକୁ ଯିବାରେ କେହି ବି ଅଟକାଇ ପାରିବେ ନାହିଁ। ଦୁନିଆରେ ଲୋକଙ୍କର ମନୋଭାବ ବଦଳୁଛି। ଯିଏ ମିଛ କହୁଛି ତାର ସମ୍ପର୍କ ବଜାୟ ରହୁଛି, ଆଉ ଯିଏ ସତ କହୁଛି ତାର ସମ୍ପର୍କ ଭାଙ୍ଗି ଯାଉଛି। ଟଙ୍କା ସବୁ କିଛି ହୋଇନଥାଏ, ପରନ୍ତୁ ସବୁ ଜିନିଷ ପାଇଁ ଟଙ୍କାର ଆବଶ୍ୟକ ପଡ଼ିଥାଏ। ଘରଠାରୁ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ସମୟ ମିଳୁନି, ଆଉ ମଣିଷ ଶ୍ମଶାନରୁ ସିଧା ସ୍ୱର୍ଗକୁ ଯିବାକୁ ଚାହିଁଥାଏ। ଯିଏ ଅଣଦେଖା କରୁଛି ତାକୁ କରିବାକୁ ଦିଅ। ମନେ ରଖ, ସମୟ ସମସ୍ତଙ୍କର ଆସିଥାଏ। ଯିଏ କେବେ କଠିନ ସମୟ ନ ଦେଖିଛି ତାକୁ ନିଜର ସାହସର ଅନୁଭବ କେବେ ହୋଇନାହିଁ। ଯେ ପର୍ଯ୍ୟନ୍ତ କୌଣସି କଥାର ପୁରା ସୂଚନା ହୋଇନାହିଁ ସେ ପର୍ଯ୍ୟନ୍ତ ଆପଣଙ୍କୁ ଚୁପ୍ ରହିବାକୁ ପଡ଼ିବ। ଯଦି ବର୍ତ୍ତମାନରେ ଖୁସି ରହିବାକୁ ଅଛି ତ ଅତୀତର ଅନୁତାପ ଆଉ ଭବିଷ୍ୟତର ଚିନ୍ତାକୁ ଛାଡ଼ିବାକୁ ପଡ଼ିବ। କୌଣସି ଭଲ ଜାଗାକୁ ଖୋଜିବା ବଦଳରେ ଭଲ ହୋଇଥାଏ ଆପଣ ସେଇ ଜାଗାକୁ ଭଲ କରିଦିଅ ଯେଉଁଠି ଆପଣ ରହୁଛନ୍ତି। ଏଇ ରାଣ, ଏଇ ପ୍ରତିଜ୍ଞା ସବୁ ମିଛ ହୋଇଥାଏ, କାହିଁକି ନା ସବୁଠୁ ଅଧିକ ରାଣ ସେଇ ଖାଇଥାଏ ଯିଏ ସବୁଠୁ ଅଧିକ ମିଛ କହିଥାଏ। କେହି ପୁଅ କି ଝିଅ ଆପଣଙ୍କୁ ଧୋକା ଦେଇପାରେ, କିନ୍ତୁ ଆପଣଙ୍କ କଠିନ ପରିଶ୍ରମ ଆପଣଙ୍କୁ କେବେ ଧୋକା ଦେବ ନାହିଁ। ଦୁଷ୍ଟ ଲୋକଙ୍କର ଭଲ କେବେ ବି କରିବା ଉଚିତ ନୁହେଁ, କାରଣ ବିଛାକୁ ଯେତେ ଆପଣାର କଲେ ବି ସେ ଆଘାତ ହିଁ କରିଥାଏ। କାହା ପାଇଁ ସବୁବେଳେ ଉପସ୍ଥିତ ରୁହ ନାହିଁ, ନହେଲେ ସେ ଲୋକ ଆପଣଙ୍କୁ ଅଦରକାରୀ ଭାବିବାକୁ ଲାଗିବ। ଯାହାକୁ ଯାହା କହିବାର ଅଛି ତାକୁ କହିବାକୁ ଦିଅ, ତାକୁ ଆମେ ନୁହେଁ ସମୟ ଉତ୍ତର ଦେବ। ନିଜର ଦୁର୍ବଳତା କାହାକୁ ବି କୁହ ନାହିଁ, ନହେଲେ ଲୋକେ ତାର ଲାଭ ଉଠାଇବାକୁ ଲାଗିବେ। ଅପରାଧୀ ଯଦି କେହି ଶତ୍ରୁ ହୋଇଥାନ୍ତା ତ ଅନୁତାପ ହୋଇନଥାନ୍ତା। ମୋ ପିଠି ପଛରେ ଲାଗିଥିବା ଛୁରୀ ମୋର ଆପଣାର ଲୋକ ହିଁ ମାରିଛନ୍ତି। ତରବରରେ କୌଣସି ନିଷ୍ପତ୍ତି ନିଅ ନାହିଁ, କାହିଁକି ନା ତରବର ହୋଇ ନେଇଥିବା ନିଷ୍ପତ୍ତି ବେଳେବେଳେ ଭୁଲ ହୋଇଯାଏ। ସମୟ ସାଥିରେ ସମସ୍ତେ ବଦଳି ଯାଆନ୍ତି, ସାଙ୍ଗ, ପ୍ରେମ ଆଉ ପରିସ୍ଥିତି ବି। କାହିଁକି ଭରସା କରୁଛ ତମେ ଅନ୍ୟ ଲୋକଙ୍କ ଉପରେ, ଯେବେ ଚାଲିବାକୁ ପଡ଼ିଥାଏ ନିଜକୁ ନିଜ ପାଦରେ। ଭୁଲର ପ୍ରତିବାଦ ଆଉ ସତକୁ ସମର୍ଥନ କରୁଥିବା ବ୍ୟକ୍ତି ଏକା ନିଶ୍ଚିନ୍ତ ହୋଇପାରେ, କିନ୍ତୁ ଦୁର୍ବଳ କେବେ ନୁହେଁ। ଯିଏ ସମୟ ବେଳେ କାମରେ ଆସିଥାଏ ସେ ହିଁ ନିଜର ହୋଇଥାଏ। ଖାଲି ରକ୍ତ ସମ୍ପର୍କ ହେବାରେ ହିଁ କେହି ନିଜର ହୋଇନଥାଏ। ଆପଣ ସେ ପର୍ଯ୍ୟନ୍ତ ଭଲ ହୋଇଥାନ୍ତି ଯେ ପର୍ଯ୍ୟନ୍ତ ସାମ୍ନା ଲୋକଙ୍କୁ ଆପଣଙ୍କର ଆବଶ୍ୟକ ଅଛି। ଯେମିତି ଆବଶ୍ୟକ ଶେଷ ହୋଇଯିବ ଆପଣଙ୍କର ଭଲ ଗୁଣ ବି ଶେଷ ହୋଇଯିବ। ଯଦି ଜୀବନରେ ଶାନ୍ତି ପାଇବାକୁ ଚାହୁଁଛ ତ ପ୍ରଥମେ ଆପଣଙ୍କ ମନକୁ ଶାନ୍ତ କର। ମୂର୍ଖଙ୍କଠୁ କେବେ ମିଠା ଶବ୍ଦର ଆଶା ରଖନି, କାହିଁକି ନା କାଉର ସ୍ୱର କେବେ କୋଇଲି ପରି ହୋଇପାରିନଥାଏ। ଯଦି ଆପଣଙ୍କ ସାହସ ଦୃଢ଼ ଅଛି ତ ଦୁନିଆର କୌଣସି ଶକ୍ତି ବି ଆପଣଙ୍କୁ ହରାଇ ପାରିବ ନାହିଁ। ଏଇ ଇଚ୍ଛା ହିଁ ଯିଏ ମଣିଷର ଜୀବନକୁ ବ୍ୟସ୍ତ କରି ରଖିଥାଏ, ନହେଲେ ମଣିଷ ତ ଜୀବନଠୁ ବି ବିରକ୍ତ ହୋଇଯାଏ। ସେମିତି ତ ସମସ୍ତେ ଜଣେ ଆଉ ଜଣଙ୍କ ସହ ବେଶ ଲଢ଼ିଥାନ୍ତି, ପରନ୍ତୁ ଯେଉଁଠି ଅଧିକାର ପାଇଁ ଲଢ଼ିବାକୁ ଥାଏ ସେଠି ସମସ୍ତେ ଦୁର୍ବଳ ହୋଇଯାଇଥାନ୍ତି। ମଣିଷ ଯଦି ଚାହେଁ ତ ନିଜର ଭାଗ୍ୟକୁ ବି ବଦଳାଇ ପାରିବ, ଖାଲି ତା ପାଖରେ ସେଇ ଭାବନା ଥିବା ଦରକାର। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର କରିବା ସହ କମେଣ୍ଟ ମଧ୍ୟ କରନ୍ତୁ। ଆପଣଙ୍କର ଗୋଟିଏ ଲାଇକ୍ ଆମକୁ ବହୁତ ଉତ୍ସାହିତ କରିଥାଏ। ଆଉ ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।